ମୁଁ ଦିନେ ମୋ ସ୍ୱାମୀଙ୍କୁ ପଚାରିଲି, ଏଇ ଶୁଣ, ହେ ରାମ ବାବୁଙ୍କ ସ୍ତ୍ରୀ, ତାଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀ ବିଷୟରେ କେତେ ପ୍ରଶଂସା କରୁଛନ୍ତି। ଆଉ ଜାଣିଛ, ତାଙ୍କ ସ୍ତ୍ରୀ ଦିନେ ପଚାରିଲେ, ମୁଁ ଭଲ ନା ତମ ବାପା ମା ଭଲ? ସେ କହିଲେ, ଯେତେ ଯାହା ହେଲେ ତମେ ପରା ମୋର ଗୋଟେ ବୋଲି ଧର୍ମପତ୍ନୀ। ଏ ଦୁନିଆରେ ସବୁଠୁ ନିଜର ତମେ, ଆଉ ସବୁଠୁ ଭଲ ତମେ। ହେଲେ ତମେ କେବେ ଦିନକ ପାଇଁ ବି କହୁନ ଯେ କିଏ ଭଲ, ମୁଁ ଭଲ ନା ତମ ବାପା ମା ଭଲ। ସେଇଠୁ ଆଜ୍ଞା ମୋ ସ୍ୱାମୀ କ'ଣ ଉତ୍ତର ଦେଲେ ଜାଣିଛନ୍ତି? ସେ ଗୋଟେ ପ୍ରଶ୍ନ ପଚାରିଲେ ମୋତେ। ଫାଷ୍ଟ ପଚାରିଲେ, ଆଚ୍ଛା, ଗୋଟେ ଗଛ ଫୁଲ ଫଳ ପତ୍ର କିଛି ନଥିବା ଗୋଟେ ଥୁଣ୍ଟା ଗଛ ତୋତେ ଭଲ ଲାଗେ, ନା ଗୋଟେ ଫୁଲ ଫଳ ପତ୍ର ଥିବା ପରିପୂର୍ଣ୍ଣ ଗଛ ତୋତେ ଭଲ ଲାଗେ? ମୁଁ ହେଠୁ ଉତ୍ତର ଦେଲି, ମୋତେ ତ ପରିପୂର୍ଣ୍ଣ ଗଛ ହିଁ ଭଲ ଲାଗେ, ସମସ୍ତଙ୍କୁ ବି ଭଲ ଲାଗେ। ତାପରେ ମୋ ସ୍ୱାମୀ କ'ଣ କହିଲେ ଜାଣିଛନ୍ତି? ସେହିପରି ମୁଁ ହେଉଛି ଗୋଟେ ଗଛ, ଆଉ ମୋ ବାପା ସେ ହେଉଛନ୍ତି ସେହି ଗଛର ପତ୍ର, ମୋ ମା ସେହି ଗଛର ଫୁଲ, ଆଉ ତୁ ସେହି ଗଛର ଫଳ। ବାପା ନଥିଲେ ଗଛ ସବୁଜ ଦେଖାଯିବନି, ମା ନଥିଲେ ଗଛ ସୁନ୍ଦର ଦେଖାଯିବନି, ଆଉ ତୁ ନଥିଲେ ମୋ ବଂଶ ବୃଦ୍ଧି କରିପାରିବୁନି। ତ 3 ଜଣ ଯାକ ମୋ ପାଇଁ ମେନ୍, ଆଉ 3 ଜଣ ଯାକ ମୋ ପାଇଁ ଇମ୍ପୋର୍ଟାଣ୍ଟ। କାହାକୁ ବାଛିବି କହିଲୁ?